ରୋହିତ ଶର୍ମାଙ୍କଠାରୁ ଭାରତର ଓଡିଆଇ ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ 3 ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ପାଇଁ ଦଳ ଘୋଷଣା କରିଛି, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅଛନ୍ତି, କିନ୍ତୁ ଶୁଭମ ଗିଲଙ୍କୁ ଅଧିନାୟକ ନିଯୁକ୍ତି କରାଯାଇଛି। ଗିଲ୍ ପୂର୍ବରୁ ଟେଷ୍ଟ ଅଧିନାୟକ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଓଡିଆଇ ଅଧିନାୟକ ମଧ୍ୟ ଦିଆଯାଇଛି। ରୋହିତ ବିରାଟ ଯୋଡ଼ି ମାର୍ଚ୍ଚ 9 ତାରିଖରେ ଚାମ୍ପିୟନ୍ ଟ୍ରଫି ଫାଇନାଲ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଓଡିଆଇ ସିରିଜ୍ ଖେଳିବେ। ଏହି ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରୋହିତଙ୍କୁ ଓଡିଆଇ ଅଧିନାୟକ ପଦରୁ ଛଡ଼ାଇ ନିଆଯିବା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ 2027 ଓଡିଆଇ ବିଶ୍ୱକପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଅଂଶଗ୍ରହଣ ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ, ତେଣୁ ରୋହିତଙ୍କୁ ଅଧିନାୟକ ନିଯୁକ୍ତି କରାଯାଇ ନାହିଁ। ତାଙ୍କୁ ଏହି ବିଷୟରେ ପରାମର୍ଶ ଦିଆଯାଇଛି। ସେହି ସମୟରେ 3ଟି ଫର୍ମାଟ ପାଇଁ 3 ଜଣ ଭିନ୍ନ ଅଧିନାୟକ ରଖିବା ସମ୍ଭବ ନଥିଲା। ଆମକୁ କୌଣସି ପର୍ଯ୍ୟାୟରେ 2027 ବିଷୟରେ ଚିନ୍ତା କରିବାକୁ ପଡ଼ିବ, ତେଣୁ ଗିଲ୍ଙ୍କୁ 2ଟି ଫର୍ମାଟରେ ଅଧିନାୟକ ନିଯୁକ୍ତି କରାଯାଇଛି। ରୋହିତ ଶର୍ମା 2021 ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲିଙ୍କଠାରୁ ଓଡିଆଇ ଅଧିନାୟକ ଦାୟିତ୍ୱ ନେଇଥିଲେ। ସେ ମୋଟ 56 ମ୍ୟାଚରେ ଭାରତର ଅଧିନାୟକ କରିଛନ୍ତି, ଯେଉଁଥିରେ 42ଟି ଜିତିଛନ୍ତି ଏବଂ 12ଟି ପରାଜିତ ହୋଇଛନ୍ତି। ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା ଏବଂ ଗୋଟିଏ ଫଳାଫଳ ବିନା ଶେଷ ହୋଇଥିଲା।